ଶୁଣେ ସେ କ୍ଲାନ୍ତ ନ ହୋଇ ସେ ପ୍ରାର୍ଥନା କରୁଛି। ଆଜିର ପ୍ରସଙ୍ଗ ହଉଛି କ୍ଲାନ୍ତ ହୁଅନ୍ତୁ ନାହିଁ। ଆପଣ ହେଡିଂ ଟା ଲେଖିକି ରଖିଥିବେ। ଆପଣଙ୍କ ପାଇଁ ମୋ ପାଇଁ ଏହା ଅତି ଜରୁରୀ ଅଟେ। କାରଣ ବେଳେ ବେଳେ କଣ ହୁଏ ଯେ ଆମେ ସମସ୍ତେ ଭାଙ୍ଗି ପଡୁ, ସେଟା ଆମର ପ୍ରାର୍ଥନାର ଉତ୍ତର ଆସେନି। ପ୍ରଭୁ ଯଦି ପ୍ରାର୍ଥନାର ଉତ୍ତର ଦଉନାହାନ୍ତି ତାମାନେ କଣ? ସେ ଆପଣଙ୍କ ଇଚ୍ଛାରେ ଉତ୍ତର ନ ଦେଇ ସେ ଆପଣା ଇଚ୍ଛାରେ ଉତ୍ତର ଦେବା ପାଇଁ ଚାହାନ୍ତି। ବେଳେ ବେଳେ ପ୍ରଭୁ କେମିତି ଉତ୍ତର ଦିଅନ୍ତି, ସାଙ୍ଗେ ସାଙ୍ଗେ ଉତ୍ତର ମିଳିଯାଏ। ଆମେ ବହୁତ ଖୁସି ହେଇଯାଉ। ଆରେ ମୁଁ ପ୍ରାର୍ଥନା କରୁ କରୁ ଉତ୍ତର ପଳେଇ ଆସିଲା। ମୋ ଏତେ ବି ମତେ ପ୍ରାର୍ଥନା କରିବା, ଅଳ୍ପ ପ୍ରାର୍ଥନା କରି ଉତ୍ତର ଆସିବି। ବେଳେ ବେଳେ ପ୍ରଭୁ ଅପେକ୍ଷା କରିବା ପାଇଁ ଚାହାନ୍ତି। ତୁମେ ଅପେକ୍ଷା କର, ପ୍ରାର୍ଥନାର ଅପେକ୍ଷା କର। ଯୀଶୁ ବି କହୁଛନ୍ତି ଜାଗି ରହି ପ୍ରାର୍ଥନା, ଜାଗି ରୁହ। ଆଉ ବେଳେ ବେଳେ ସେ ଭିନ୍ନ ଭାବରେ ଉତ୍ତର ଦିଅନ୍ତି। ଉତ୍ତର ଟିକେ ଭିନ୍ନ ଥାଏ। ଆମେ ଯେମିତିକା ପ୍ରାର୍ଥନା କରିଥାଉ ସେମିତିକା ଉତ୍ତର ଦେଇନଥାଉ। ବେଳେ ବେଳେ ଅପେକ୍ଷା କରିବା ପାଇଁ ଚାହାନ୍ତି। ବେଳେ ବେଳେ କୁହନ୍ତି ପୁଅରେ ଝିଅରେ ତୋ ପାଇଁ ମୋର ଭିନ୍ନ ଯୋଜନା ଅଛି, ମୁଁ ଟିକେ ଭିନ୍ନ କାର୍ଯ୍ୟ କରିବା ପାଇଁ ଚାହେଁ। ଆପଣ ଗୋଟିଏ ଜବ୍ ମାଗୁଥିବେ, ପ୍ରଭୁ ଆଉ ଗୋଟେ ଜବ୍ ଟା ଦେଇଥିବେ। ଆପଣଙ୍କ ସମୟରେ ଗୋଟେ ବିଷୟ ଘଟୁ ବୋଲି ଚାହୁଁଥିବେ, ପ୍ରଭୁ ଅନ୍ୟ ସମୟରେ ସେୟା କରିବା ପାଇଁ ଚାହୁଁଥିବେ। ତେଣୁ ପ୍ରଥମ ବିଷୟ, ଆପଣ କଣ କରିବେ? କ୍ଲାନ୍ତ ହେବେନି। କୋଉ ବିଷୟରେ? ପ୍ରାର୍ଥନା କରିବେ। ହୁଏତ ଆଜି ଆପଣଙ୍କ ପ୍ରାର୍ଥନାର ଉତ୍ତର ଆସୁନାହିଁ। ଆପଣ କଷ୍ଟକର ମୁହୂର୍ତ୍ତ ଦେଇ ଯାଉଛନ୍ତି, ତଥାପି ସୁଦ୍ଧା ପ୍ରାର୍ଥନା କରିବା ବନ୍ଦ କରନ୍ତୁ। ପ୍ରାର୍ଥନା କରିବା ବନ୍ଦ କରନ୍ତୁ। ମୋର ପ୍ରିୟ ଭାଇ ଭଉଣୀ ମାନେ, କ୍ଲାନ୍ତ ହୁଅନ୍ତୁ ନାହିଁ। ଆମେ ଅନେକ ବିଷୟ ପ୍ରାର୍ଥନା କରିଛୁ, ଉତ୍ତର ଆସିନାହିଁ। ଅନେକଙ୍କ ପାଇଁ ପ୍ରାର୍ଥନା କରୁଛୁ, ଉତ୍ତର ଆସିନାହିଁ। ଗୋଟେ ସମୟରେ ଉତ୍ତର ଆସିବ। ଆପଣ ଦେଖିବେ ଉତ୍ତର ଆସିବ। କାରଣ ବାଇବଲର ପରମେଶ୍ୱର ଉତ୍ତର ଦେବା ପରମେଶ୍ୱର, ନୀରବ ରହିବେନି। ଯଦି ନୀରବ ଅଛନ୍ତି ତାମାନେ ସେ ଆପଣଙ୍କ ଜୀବନରେ କିଛି କରୁଛନ୍ତି, ଆପଣଙ୍କୁ ଜଣେଇକି କରୁନାହାନ୍ତି, ସେ କରୁଛନ୍ତି। ବାଇବଲରେ ଆମେ ଅନେକଙ୍କ ବିଷୟ ଜୀବନରେ ଦେଖିଛୁ, ପ୍ରଭୁ ଭିନ୍ନ ଭାବରେ ଉତ୍ତର ଦେଇଛନ୍ତି। ତ ପ୍ରଥମ ବିଷୟ, ପ୍ରାର୍ଥନା କରିବା ସମୟରେ ଆମେ କ୍ଲାନ୍ତ ହେବା ନାହିଁ। ଆଉ ଦ୍ୱିତୀୟ ବିଷୟ, ଗାଲାତୀୟ 6 ପର୍ବ ତାର 9 ପଦ। ଆମ୍ଭେମାନେ ଉତ୍ତମ କର୍ମ କରିବାରେ ଶ୍ରାନ୍ତ ନ ହେଉ, କାରଣ କ୍ଳାନ୍ତ ନହେଲେ ଉପଯୁକ୍ତ ସମୟରେ ଶସ୍ୟ କାଟିବା। କଣ କରିବା ଆମେ? ଉତ୍ତମ କର୍ମ କରିବାରେ ଆମେ ଶ୍ରାନ୍ତ କ୍ଲାନ୍ତ ହେବା ନାହିଁ। କଣ କରିବାରେ? ଉତ୍ତମ କର୍ମ କରିବାରେ। ବେଳେ ବେଳେ ପ୍ରିୟ ଭାଇ ଭଉଣୀ ମାନେ, ଆମମାନଙ୍କୁ ଇଚ୍ଛା ହୁଏ ନାହିଁ ଲୋକର ଭଲ କରିବା ପାଇଁ। ଆପଣ ଦେଖିଥିବେ, ଆମେ ଲୋକମାନଙ୍କ ପାଇଁ ଯେତେ ଭଲ କାମ କଲେ ବି ସେମାନେ ଆମ ପ୍ରତି ସେମିତିକା ଭଲ ବ୍ୟବହାର କରନ୍ତି। ଆପଣ ଦେଖିଥିବେ। କାହିଁକି ମୁଁ କହୁଛି ନିରାଶ ହୁଅନ୍ତୁ ନାହିଁ ଆପଣ। ଦେଖାଯାଉଛି ଆମ୍ଭେମାନେ ଉତ୍ତମ କର୍ମ କରିବାରେ ଶ୍ରାନ୍ତ ନ ହଉ, କାରଣ କ୍ଳାନ୍ତ ନହେଲେ ଉପଯୁକ୍ତ ସମୟରେ ଶସ୍ୟ କାଟିବା। ତା ଉପରେ ଆମେ ଦେଖୁଛୁ କଣ? 7 ପଦରେ, କାରଣ ମନୁଷ୍ୟ ଯାହା ବୁଣେ ତାହା କାଟିବ। ଆପଣ ବୁଣି ଚାଲନ୍ତୁ, ଆପଣ ଉତ୍ତମ କର୍ମ କରି ଚାଲନ୍ତୁ, ଆପଣ ଲୋକଙ୍କୁ ଦୟା ଦେଖାନ୍ତୁ। ଆମକୁ ଲୋକମାନେ କୁହନ୍ତି ତୁ ଏତେ ଭଲ କରି କି ଲାଭ, ତାକୁ ଏତେ ଦୟା କଲୁ, ତାକୁ ଏତେ ପ୍ରେମ କଲୁ, କି ଲାଭ? ଦେଖିଲୁ ତାର ପ୍ରତିକ୍ରିୟା କଣ ପାଇଲୁ? ଲୋକମାନେ କୁହନ୍ତି ଏବେ ଟିକେ ଡେଣା ବାହାରିଲା ତ, ଉଡିବା ପାଇଁ ଶିଖିଲା, ସେଇଥିପାଇଁ ସେ ଉଡୁଛି ଏବେ। ଲୋକମାନେ କେତେ କୁହନ୍ତି,
ତୁମେ ତା ପ୍ରତି ଏତେ ଭଲ କଲ, ସେ କଣ କଲା? ତା ପୁଅ ଝିଅ ପାଇଁ ତୁମେ ଏତେ ବଢିଆ କାମ କଲ, ସେ କଣ କଲା? ତାକୁ ତୁମେ ଏତେ ସାହାଯ୍ୟ କଲ, କଣ ପାଇଲ? ଲୋକମାନେ ସାହାଯ୍ୟ କରନ୍ତି ନାହିଁ, କିନ୍ତୁ ଆପଣଙ୍କୁ ନିରାଶ କରିବା ପାଇଁ ଆସନ୍ତି। ନିରାଶ ହୁଅନ୍ତୁନି। ଉତ୍ତମ କର୍ମ କରିବା ପାଇଁ ଆପଣ କେବେ ବି କ୍ଳାନ୍ତ ଶାନ୍ତ ହୁଅନ୍ତୁ, ଚେଷ୍ଟା କରନ୍ତୁ। କ୍ଳାନ୍ତ ହୁଅନ୍ତୁ। ଆଜିର ପ୍ରସଙ୍ଗ ଅଛି କ୍ଳାନ୍ତ ହୁଅନ୍ତୁ ନାହିଁ। କଣ କ୍ଳାନ୍ତ ହୁଅନ୍ତୁ ନାହିଁ? ପ୍ରାର୍ଥନା କରିବା ପାଇଁ କ୍ଳାନ୍ତ ହୁଅନ୍ତୁ ନାହିଁ, ଉତ୍ତମ କର୍ମ କରିବା ପାଇଁ କ୍ଳାନ୍ତ ହୁଅନ୍ତୁ ନାହିଁ। ପ୍ରିୟ ଭାଇ ଭଉଣୀ ମାନେ, ସମସ୍ତ ଉତ୍ତମ କର୍ମର ପୁରସ୍କାର ରହିଛି। ସମସ୍ତ ଉତ୍ତମ କର୍ମ। ଆପଣ ମସ୍ତ ଖୋଲନ୍ତୁ ଏଭ୍ରି 6 ପର୍ବ ତାର 10 ପଦ। ଏଭ୍ରି 6 ତାର 10। କାରଣ ଈଶ୍ୱର ତୁମମାନଙ୍କର କର୍ମ ଆଉ ସାଧୁ ଲୋକମାନଙ୍କର ସେବା କରିଥିବା ଦ୍ୱାରା ଓ ଏବେ ମଧ୍ୟ କରୁଥିବା ଦ୍ୱାରା ତାହାଙ୍କ ନାମ ପ୍ରତି ତୁମ୍ଭେମାନେ ଯେଉଁ ପ୍ରେମ ପ୍ରକାଶ କରିଅଛ ତାହା ଯେ ଭୁଲିଯିବେ, ଏପରି ଅନ୍ୟାୟକାରୀ ସେ ନୁହନ୍ତି। ଆପଣ ଯୋଉ ଉତ୍ତମ କର୍ମ କରିଛନ୍ତି ତାହା ଅନ୍ୟମାନେ ଭୁଲିଯିବେ, କିନ୍ତୁ ପ୍ରଭୁ ଭୁଲିବେନି। ଆପଣ ଯୋଉ ଉତ୍ତମ କର୍ମ କରିଛନ୍ତି, ଯାହା ପ୍ରତି କରିଛନ୍ତି ସେ ଭୁଲିଯିବ, କିନ୍ତୁ ପ୍ରଭୁ ଭୁଲିବେ ନାହିଁ। ଆପଣଙ୍କର ସମସ୍ତ ଉତ୍ତମ କର୍ମ ଦିନେ ପୁରସ୍କୃତ ହେବ। ଆପଣଙ୍କର ପ୍ରତ୍ୟେକ ଉତ୍ତମ କର୍ମ, ମୁଁ ଆପଣଙ୍କୁ କହି ରଖେ, ଆପଣଙ୍କର ପ୍ରତ୍ୟେକ ଉତ୍ତମ କର୍ମ, ଆପଣ ଯାହା ଯାହା ଉତ୍ତମ କର୍ମ କରିଛନ୍ତି, ଯାହା ପ୍ରତି ଉତ୍ତମ କର୍ମ କରିଛନ୍ତି, ଯାହାକୁ ଆପଣ ଦୟା କରିଛନ୍ତି, ସାହାଯ୍ୟ କରିଛନ୍ତି, ସେବା କରିଛନ୍ତି, ଏ ସବୁ ବିଷୟର କଣ ହବ? ଆପଣ ଉତ୍ତର ପାଇବେ, ପୁରସ୍କାର ପାଇବେ। ଆପଣ ମନେ ରଖିଥାନ୍ତୁ, ଆପଣଙ୍କର କୌଣସି ଉତ୍ତମ କର୍ମ ବୃଥାରେ ଯିବ ନାହିଁ। ଆପଣଙ୍କ ସମସ୍ତ ଉତ୍ତମ କର୍ମ ଦିନେ ପୁରସ୍କୃତ ହବ, ପୁରସ୍କୃତ ହବ। ତେଣୁ ଆପଣ ନିରାଶ ହୁଅନ୍ତୁ ନାହିଁ। ଉତ୍ତମ କର୍ମ କରିଚାଲନ୍ତୁ, କରିଚାଲନ୍ତୁ। ଲୋକମାନଙ୍କୁ ସାହାଯ୍ୟ କରିଚାଲନ୍ତୁ, ଲୋକମାନଙ୍କୁ ଉପକାର କରିଚାଲନ୍ତୁ, ଲୋକମାନଙ୍କୁ ଦୟା କରିଚାଲନ୍ତୁ। ମୁଁ ଆପଣମାନଙ୍କୁ କାହିଁକି ଏ କଥା କହୁଛି? ଆପଣ ଯାହା ବି କରିବେ, ଆପଣ ଫେରିବେ। ଆଉ ଥରେ ପଢନ୍ତୁ ଏ ପଦଟା। କାରଣ ଈଶ୍ୱର ତୁମମାନଙ୍କର କର୍ମ ଆଉ ସାଧୁ ଲୋକମାନଙ୍କର ସେବା କରିଥିବା ଦ୍ୱାରା ଓ ଏବେ ମଧ୍ୟ କରୁଥିବା ଦ୍ୱାରା ତାହାଙ୍କ ନାମ ପ୍ରତି ତୁମ୍ଭେମାନେ ଯେଉଁ ପ୍ରେମ ପ୍ରକାଶ କରିଅଛ ତାହା ଯେ ଭୁଲିଯିବେ, ଏପରି ଅନ୍ୟାୟକାରୀ ସେ ନୁହନ୍ତି। ଏଠି ଆମେ କଣ ଦେଖୁଛୁ? ଦେଖନ୍ତୁ କେତେ ସୁନ୍ଦର। ଆମର ପ୍ରତିଟି ଉତ୍ତମ କର୍ମ ପୁରସ୍କୃତ ହବ, କୁଆଡେ ଯିବ ନାହିଁ। ପ୍ରିୟ ଭାଇ ଭଉଣୀ ମାନେ, ମୁଁ ଆପଣମାନଙ୍କୁ କହି ରଖେ, ଆମର ପ୍ରତ୍ୟେକ ଉତ୍ତମ କର୍ମ ପୁରସ୍କୃତ ହବ। ତେଣୁ ଆମେ ଉତ୍ତମ କର୍ମ କରିବାରେ କେବେ ମଧ୍ୟ ଆମେ କ୍ଳାନ୍ତ ଶାନ୍ତ ହେବନି। ପ୍ରକାଶିତ ବାକ୍ୟ 2 ପର୍ବ ତାର 23 ପଦ ପଢିବେ। ପ୍ରକାଶିତ ବାକ୍ୟ 2 ପର୍ବ 23 ପଦ। ପୁଣି ଆମ୍ଭେ ତାହାର ସନ୍ତାନମାନଙ୍କୁ ମୃତ୍ୟୁ ଦ୍ୱାରା ବିନାଶ କରିବୁ, ସେଥିରେ ଆମ୍ଭେ ଯେ ମର୍ମ ଓ ହୃଦୟର ପରୀକ୍ଷକ, ପୁଣି ତୁମ୍ଭମାନଙ୍କର ପ୍ରତ୍ୟେକ ଜଣକୁ ଆପଣା ଆପଣା କର୍ମାନୁସାରେ ଫଳଦାତା, ଏହା ମଣ୍ଡଳୀଗଣ ଜାଣିବେ। ପ୍ରଭୁ କଣ କରନ୍ତି? କର୍ମ ଅନୁସାରେ ଫଳ ଦିଅନ୍ତି। ଆପଣଙ୍କର କର୍ମ ଅନୁସାରେ ଆପଣ ଫଳ ପାଇବେ। ତେଣୁ ଆପଣଙ୍କୁ ମୁଁ କହି ରଖେ, ଆପଣ ଉତ୍ତମ କର୍ମ କରିବା ପାଇଁ ପଛକୁ ଚାଲନ୍ତୁ, ଆପଣ କରିଚାଲନ୍ତୁ। ବେଳେ ବେଳେ ଆପଣ କାହାରି ପ୍ରତି ଉତ୍ତମ କର୍ମ କରିବେ, ସେମାନେ ଓଲଟା ତାଙ୍କର କାମ ଦେଖିବେ। ତେଣୁ ଆପଣ ମାନଙ୍କୁ ମୁଁ କହି ରଖେ, ଆପଣ ଉତ୍ତମ କର୍ମ କରିବା ପାଇଁ କ୍ଳାନ୍ତ ହୁଅନ୍ତୁ। ସାମ୍ନା ଲୋକ ଖରାପ ବୋଲି ଆପଣ ଖରାପ ହୁଅନ୍ତୁ ନାହିଁ। ସାମ୍ନା ଲୋକ ଆପଣଙ୍କର ଦୟାକୁ ବୁଝି ପାରୁନାହିଁ ବୋଲିକି ଆପଣ ଦୟା କରିବା ବନ୍ଦ କରନ୍ତୁ ନାହିଁ। ସାମ୍ନା ଲୋକର ପ୍ରକୃତି ଭଲ ନାହିଁ ବୋଲି ଆପଣଙ୍କ ପ୍ରକୃତି ବଦଳାନ୍ତୁ ନାହିଁ। ଏଇଟା ମୁଁ କହିବା ପାଇଁ ଚାହେଁ। ଦେଖିବେ ଜଗତରେ କେତେ କୃତଘ୍ନ ଲୋକ ଅଛନ୍ତି,
ଦୁଷ୍ଟ ଲୋକ ଅଛନ୍ତି, ଅଭଦ୍ର ଲୋକ ଅଛନ୍ତି, ଅସାଧୁ କାର୍ଯ୍ୟ କରିବା ଲୋକ ଅଛନ୍ତି, ତଥାପି ସୂର୍ଯ୍ୟ ସମସ୍ତଙ୍କ ପାଇଁ ଆଲୁଅ ଦିଏ। ସମସ୍ତଙ୍କ ପାଇଁ ଆଲୁଅ ଦିଏ, ତାର କାର୍ଯ୍ୟ ସେ କରିଚାଲେ। ଆପଣ ମଧ୍ୟ ଅନେକଙ୍କ ପାଇଁ ଆଶୀର୍ବାଦର କାରଣ ହୁଅନ୍ତୁ। ଉତ୍ତମ କର୍ମ କରିବା ପାଇଁ ଆପଣ କ୍ଳାନ୍ତ ଶାନ୍ତ ହୁଅନ୍ତୁ ନାହିଁ, ଆପଣ ଉପଯୁକ୍ତ ସମୟରେ ଫଳ ପାଇବେ। ପ୍ରକାଶିତ ବାକ୍ୟ ଦେଖନ୍ତୁ 22 ପର୍ବ 12 ପଦ। ପ୍ରକାଶିତ ବାକ୍ୟ 22:12। ଦେଖ, ଆମ୍ଭେ ଶୀଘ୍ର ଆସୁଅଛୁ, ପ୍ରତ୍ୟେକ ଲୋକକୁ ତାହାର କର୍ମାନୁସାରେ ଫଳ ଦେବାକୁ ଆମ୍ଭର ପୁରସ୍କାର ଆମ୍ଭ ସଙ୍ଗରେ ଅଛି। ହାଲେଲୁୟା। ଆପଣ ମନେ ରଖିଥାନ୍ତୁ, ଆପଣଙ୍କ ପୁରସ୍କାର, ଆପଣ ଯୋଉ ପୁରସ୍କାର ପାଇବେ ସେଟା ପ୍ରଭୁ ନେଇ ଆସୁଛନ୍ତି। ଏମାନେ କଣ ପୁରସ୍କାର ଦେବେ? ଏମାନଙ୍କୁ ଦେଲା ଭଳିଆ ବି କଣ ଅଛି? ଦେଇ ଦେଇ ଧନ୍ୟବାଦ ବୋଲି କହିବେ। ଅଧିକାଂଶ ସଲ୍ ଗୋଟେ ଦେବେ, ଚର୍ଚ୍ଚରେ ଡାକି ଟିକେ ଆପ୍ରିସିଏଟ କରିବେ, ଆଉ ତାଠୁ ଅଧିକ କଣ କରିବେ? ଗୋଟେ ଫଟୋ ଉଠେଇକି ପଠେଇଦେବେ। ଆପଣ ଜମା ବ୍ୟସ୍ତ ହୁଅନ୍ତୁ ନାହିଁ। ମତେ ଷ୍ଟେଜକୁ ଡାକିଲେ ନାହିଁ, ମୋ ନାଁ ନେଲେ ନାହିଁ, ମତେ ଆପ୍ରିସିଏଟ କଲେ ନାହିଁ, ମୁଁ ଏତେ ପରିଶ୍ରମ କଲି, ଝାଳ ନାଳ ହିଁ କାମ କଲି। ପ୍ରିୟ ଭାଇ ଭଉଣୀ ମାନେ, ଆମେ ମିଟିଂକୁ ଯାଉ, 3 ଦିନ ସେ ଶାଶୁ ମାନେ ବୋହୂ ମାନଙ୍କୁ ଖଟାଇଲା ଭଳିଆ କାମ କରନ୍ତି। 3 ଓଳି ଲେଖା ବକ୍ତା ବାକ୍ୟ ଦିଅନ୍ତି। ଦିନକୁ 5 ଘଣ୍ଟା 6 ଘଣ୍ଟା ବାକ୍ୟ ଦେଲା ପରେ 3 ଦିନରେ କେତେ ହେଲା? 15 ଘଣ୍ଟା। 15 ଘଣ୍ଟା ବାକ୍ୟ ଦେଲେ 15 ସେକେଣ୍ଡରେ ବକ୍ତା ମହାଶୟ ଆସିଲେ, ବାକ୍ୟ ଦେଲେ, ସେଥିପାଇଁ ତାଙ୍କ ପାଇଁ ଧନ୍ୟବାଦ କରି ତାଳି ମାରିଦେବା, ତାଳି ମାରିଦେବେ, ବାସ୍। 15 ଘଣ୍ଟା ଖାଲି ଗୋଟେ ତାଳି ଏକା, ଗୋଟେ ଇନଭଲ୍ଭ। କହିବାର ଉଦ୍ଦେଶ୍ୟ କଣ? ଆମେ ଯୋଉ ପରିଶ୍ରମ କରୁଛୁ ତାଳି ପାଇଁ ନାହିଁ, ଆମେ ତାଳି ପାଇଁ ବି ରେଡି ଥିବା, ଗାଳି ପାଇଁ ବି ରେଡି ଥିବା। ସମସ୍ତେ ତାଳି ମାରିବେ ନାହିଁ, ଗାଳି ଦେବା ଲୋକ ବି ଥିବେ, ଗାଳି ଦେବା ଲୋକ ବି ଥିବେ। ମୁଁ ଆପଣଙ୍କୁ କହି ରଖେ, ଆପଣ ଉତ୍ତମ କର୍ମ କରିବା ବନ୍ଦ କରନ୍ତୁ, ଆପଣ କରିଚାଲନ୍ତୁ। କାହିଁକି? ପ୍ରଭୁ ଯୀଶୁ ଯେବେ ଆସିବେ ସେଇ ସମୟରେ ଆପଣଙ୍କ ସବୁ ଉତ୍ତମ କର୍ମ ପୁରସ୍କୃତ ହବ, ଆଉ ସେ ପ୍ରକାଶରେ ପ୍ରଶଂସା କରିବେ, ଆଉ ଆପଣଙ୍କର ଉତ୍ତମ କର୍ମ ପୁରସ୍କୃତ ମଧ୍ୟ ହବ। ତେଣୁ ଆଜିଠୁ ଯୋଉମାନେ ତାଙ୍କର ଉତ୍ତମ କର୍ମକୁ ସଂକୁଚିତ କରିଦେଇଛନ୍ତି, ମୁଁ ସେମାନଙ୍କୁ କହିବା ପାଇଁ ଚାହେଁ, ଆଜି ପୁଣି ଆପଣ ଉତ୍ତମ କର୍ମ କରିଚାଲନ୍ତୁ, ପୁଣି ଥରେ କରିଚାଲନ୍ତୁ। ଆପଣ ଆପଣଙ୍କର ଉତ୍ତମ କର୍ମର ପୁରସ୍କାର ପାଇବେ। ତେଣୁ ଆପଣଙ୍କୁ ମୁଁ କହି ରଖେ, ଉତ୍ତମ କର୍ମ କରିବାରେ କ୍ଳାନ୍ତ ହେବା ନାହିଁ। ଆମେ ଆଜିର ପ୍ରସଙ୍ଗ ହଉଛି କ୍ଳାନ୍ତ ହୁଅନ୍ତୁ ନାହିଁ। ପ୍ରାର୍ଥନା କରିବା ପାଇଁ କ୍ଳାନ୍ତ, ହୁଏତ ଆପଣ ସାମ୍ନାରେ କାହାର ପରିବର୍ତ୍ତନ ପାଇଁ ପ୍ରାର୍ଥନା କରୁଛନ୍ତି, କୌଣସି ବିଷୟ ପାଇଁ ପ୍ରାର୍ଥନା କରୁଛନ୍ତି, ଉତ୍ତର ଏବେ ପର୍ଯ୍ୟନ୍ତ ଆସୁନାହିଁ, ଉତ୍ତର ଆସୁନାହିଁ, ପ୍ରାର୍ଥନା କରିଚାଲନ୍ତୁ। ଉତ୍ତମ କର୍ମ କରୁଛନ୍ତି, ଲୋକମାନେ ଆପଣଙ୍କୁ ବଚସା କରୁଛନ୍ତି, ସମାଲୋଚନା କରୁଛନ୍ତି, ଆପଣଙ୍କୁ ତର୍ଜମା କରୁଛନ୍ତି। ଗତ ଦିନ ମାନଙ୍କୁ ଆପଣ ଭାଙ୍ଗି ଯାଇଛନ୍ତି, ଅନେକଙ୍କ ପାଇଁ ଉତ୍ତମ କର୍ମ କରିଛନ୍ତି, ଏବେ ସେଇ ଲୋକମାନଙ୍କ ପିଠି ଦେଖାଇଛନ୍ତି। ଏବେ ସେଇ ଲୋକମାନେ ଆପଣଙ୍କ ବିଷୟରେ ବଚସା କରି ବୁଲୁଛନ୍ତି, ଏବେ ସେଇ ଲୋକମାନେ ଆପଣଙ୍କୁ କିଛି ଲୋକଙ୍କ କାମ କଣ ଥିବ, ସାହାଯ୍ୟ ଉପକାର ପାଇବେ, ପାଇଲା ପରେ ନେକ୍ସଟ ଜାମ୍ପ କରିବେ ସେମାନେ, ଏବେ ସରିଗଲା, ସରିଗଲା ନା ନାହିଁ? ଯେମିତି ଆପଣ ଖୋଲିରେ ଖାଉଛନ୍ତି, ଖାଇଲା ପରେ କଣ କରିବେ? ସେ ଖୋଲିକୁ ଫୋପାଡ଼ି ଦେବେ। ଆମକୁ ମଧ୍ୟ ଲୋକ ୟୁଜ ଆଣ୍ଡ ଥ୍ରୋ ଭଳିଆ ୟୁଜ ଆଣ୍ଡ ଥ୍ରୋ ଭଳିଆ ବ୍ୟବହାର କରିବେ। ୟୁଜ ତ ହେଇଗଲା, ଥ୍ରୋ କର, କାମ ସରିଲା, ଆଗକୁ କଣ ଧରି ବୁଲିବା ଅଛି? ଦିଦି ମୋର ବହୁତ ଅସୁବିଧା ଥିଲା, ମୁଁ ବହୁତ କଷ୍ଟ ପାଇଲି, ଏତେ କଷ୍ଟ ଦିଦି ବୋଲି ଆସିବେ, ସରିଗଲା ଦିଦି, ତାପରେ ନେକ୍ସଟ ଦିଦି, ତାପରେ ଏ ଦିଦିର ବଚସା କରିବେ, ତାପରେ ସେ ଦିଦିର ବଚସା ନାହିଁ। ଆପଣଙ୍କର କୌଣସି କର୍ମ ବେକାର ଯିବ ନାହିଁ। ତେଣୁ ଆପଣ ଉତ୍ତମ କର୍ମ କରିବା ପାଇଁ ଶାନ୍ତ ନ ହୁଅନ୍ତୁ, କ୍ଳାନ୍ତ ନହେଲେ ଉପଯୁକ୍ତ ସମୟରେ ଆପଣ ଶସ୍ୟ କାଟିବେ। ପ୍ରଭୁ ଆପଣ ମାନଙ୍କୁ ଅନୁଗ୍ରହ କରନ୍ତୁ। ଆପଣ ଦେଖିବେ, ଚାଷୀ ମାନଙ୍କୁ ଦେଖିଥିବେ, ବର୍ଷା ନ ହେଉଣୁ
ବିଲକୁ ଯାଆନ୍ତି, ବର୍ଷା ଦେଖି ନାହାନ୍ତି ଏବେ ପର୍ଯ୍ୟନ୍ତ, ହଳ ବୁଲାନ୍ତି, ମାଟିକୁ ପରିଷ୍କାର କରନ୍ତି, ଘାସ ବାଛନ୍ତି, ତାପରେ ଆଦ୍ୟ ବୃଷ୍ଟି ଟିକେ ହବ ନା ନାହିଁ ସେମାନେ ବିହନ ବୁଣିଦେବେ, ତାପରେ କାମ କରି ଚାଲିଥିବେ ଅକ୍ଲାନ୍ତ ପରିଶ୍ରମ। ଟାଇମ ଆସିବ ଶସ୍ୟ ବିଡା ଧରିକି ନେଉଟି ଆସେ, ଆପଣ ମାନେ ମଧ୍ୟ ଉତ୍ତମ କର୍ମ କରି ଚାଲନ୍ତୁ, କାହିଁକି ଆପଣଙ୍କ ପୁରସ୍କାର ଦାତା ସେ ଆସୁଛନ୍ତି, ପୁରସ୍କାର ନେଇକି ଆସୁ। ଆଉ ତୃତୀୟ ବିଷୟ, କାହିଁରେ କ୍ଳାନ୍ତ ହେବେ ନାହିଁ, ଏବେ ତାର 12 ପର୍ବ 5 ପର୍ବ। ଆଉ ପୁତ୍ରମାନଙ୍କ ପରି ତୁମମାନଙ୍କ ପ୍ରତି ଉକ୍ତ ଏହି ଉତ୍ସାହ ବାକ୍ୟ ଭୁଲିଅଛ। ହେ ମୋର ପୁତ୍ର, ପ୍ରଭୁଙ୍କ ଶାସନକୁ ଲଘୁ ଜ୍ଞାନ କର ନାହିଁ, କିମ୍ବା ତାହାଙ୍କ ଦ୍ୱାରା ଅନୁଯୋଗ ପ୍ରାପ୍ତ ହେଲେ କ୍ଳାନ୍ତ ହୁଅ ନାହିଁ। ତୃତୀୟ ବିଷୟ କଣ? ପ୍ରଭୁ ଆପଣଙ୍କୁ ଅନୁଯୋଗ କରିବା ସମୟରେ, ଶାସନ କରିବା ସମୟରେ ଶାସନକୁ ଲଘୁ ଜ୍ଞାନ କର ନାହିଁ, ଆଉ ତାହାଙ୍କ ଦ୍ୱାରା ଅନୁଯୋଗ ପ୍ରାପ୍ତ ହେଲେ କ୍ଳାନ୍ତ ହୁଅ ନାହିଁ। ମୋ ଆଡକୁ ଟିକେ ଅନାନ୍ତୁ, ଅନୁଯୋଗ କାହାକୁ ପସନ୍ଦ ଲାଗେ? ଅନୁଯୋଗ କାହାକୁ ପସନ୍ଦ ଲାଗେ? କିନ୍ତୁ ବାଇବଲ ଓ ବାଇବଲର ପରମେଶ୍ୱର ଅନୁଯୋଗ କରନ୍ତି। ବାଇବଲ ଆଉ ବାଇବଲର ପରମେଶ୍ୱର ଅନୁଯୋଗ କରନ୍ତି। ଆପଣଙ୍କୁ ଭଲ ଲାଗୁ ବା ନ ଲାଗୁ ସେ ଅନୁଯୋଗ କରନ୍ତି, କାରଣ ପ୍ରତ୍ୟେକ ସନ୍ତାନକୁ ଅନୁଯୋଗ କରନ୍ତି। ଭଉଣୀ ମାନେ, ଭାଇ ମାନେ, ମା ବେଳେ ବେଳେ କଣ କରେ, ଏମିତି କୁହେ ଯେ ବାଧିଯାଏ, ଲାଗେ ଏଇଟା ଭଲ ମା ନାହିଁ, କିନ୍ତୁ ସେଇ ଅନୁଯୋଗ ଆଜି ଆପଣଙ୍କୁ କଣ କରୁଛି, ବେଳେ ବେଳେ ଏତେ ଭଲ ପାଇବେ, ବେଳେ ବେଳେ ଏମିତି ଅନୁଯୋଗ କରିବେ, ଦୁଃଖ ଲାଗିଯିବ, କାନ୍ଦିବା ପାଇଁ ଇଚ୍ଛା ଲାଗିବ, ସତ ନା ନାହିଁ? ବାପା ଯେତେବେଳେ ବାଡାନ୍ତି, ପିଟିଲା ବେଳକୁ ଲୋକ କହିବେ ଦେଖ ପିଲାକୁ କେମିତି ପିଟୁଛି, ଏଟା କି ବାପା? କିନ୍ତୁ ସେ ବାପା କାହିଁକି ପିଟୁଛନ୍ତି ବାପାକୁ ଜଣା। ବାପା କାହିଁକି ପିଟୁଛନ୍ତି ବାପାଙ୍କୁ ଜଣା। ପ୍ରଭୁ ଅନୁଯୋଗ କରୁଛନ୍ତି। ଆପଣ କଣ କରନ୍ତୁ, ଅନୁଯୋଗ ପାଇବା ସମୟରେ ଆପଣ କ୍ଳାନ୍ତ ହୁଅନ୍ତୁନି। ବେଳେ ବେଳେ ଅନୁଯୋଗର ବାକ୍ୟ ଆସେ, ଲୋକମାନେ ବେଳେ ବେଳେ କୁହନ୍ତି ମତେ ନିରଞ୍ଜନ ତୋର ବାକ୍ୟ ପସନ୍ଦ ନାହିଁ, ସେ ମୁହଁ ଉପରେ କହିବ, ସେଇଥିପାଇଁ ମୁଁ ଯାଏ ନାହିଁ। କୋଉଠି ଯାଏ? ଯୋଉଠି ପ୍ରତିଦିନ ଜିଲାପି ବଣ୍ଟା କରାଯାଏ, ଗରମ ଗରମ ଜିଲେବି ଖାଇକି ଆସିବ, ଆଉ ଆତ୍ମିକ ଡାଇବେଟିସ ହେଇକି ମରିବ। ପ୍ରିୟ ଭାଇ ଭଉଣୀ ମାନେ, ଆମେ କାହିଁକି ଅନୁଯୋଗ କରୁ? ଅନୁଯୋଗର ବାକ୍ୟ କାହିଁକି? ଆପଣ ଅନୁଯୋଗରେ ମନୋଯୋଗ କରନ୍ତୁ। ମୁଁ ଅନେକ ଜାଗାକୁ ଯାଇଛି, ଦେଖିଛି, ଲୋକମାନଙ୍କ ପରିବର୍ତ୍ତନ ବି ଦେଖିଛି। ପ୍ରଥମ ଦିନ ଅନୁଯୋଗ କରେ, ଦ୍ୱିତୀୟ ଦିନ ଲୋକ ବଢିଯାଆନ୍ତି, ଦ୍ୱିତୀୟ ଦିନ ଅନୁଯୋଗ କଲେ ତୃତୀୟ ଦିନ ଆହୁରି ବଢିଯାଆନ୍ତି। ଯଦି ଅନୁଯୋଗ କଲେ ଲୋକ ଯଦି ଏତେ ଆସୁଛନ୍ତି, ମୁଁ କାହିଁକି ଜିଲେବି ଛାଣିବା ପାଇଁ ଯିବି? ଗୋଲ ଗୋଲ କରି ଜିଲେବି ନାଇଁ। ବାଇବଲ ଆଉ ବାଇବଲର ପରମେଶ୍ୱର ଅନୁଯୋଗ କରନ୍ତି, କାରଣ ପୁତ୍ରକୁ ସେ ଅନୁଯୋଗ କରନ୍ତି, ଆପଣ ପିଲାଙ୍କୁ ସେ ଅନୁଯୋଗ କରନ୍ତି। ତେଣୁ ଆପଣଙ୍କୁ ପସନ୍ଦ ନାହିଁ ସତ କଥା, କିନ୍ତୁ ଅନୁଯୋଗ ହିଁ ଆପଣଙ୍କୁ କଣ କରିବ, ଆପଣଙ୍କୁ ସଂଶୋଧିତ କରିପାରିବ, ଆପଣଙ୍କୁ ପ୍ରଭୁଙ୍କର ଇଚ୍ଛା ମୁତାବକ ଲୋକଟିଏ ତିଆରି କରିପାରିବ। ମା କାହିଁକି ଗାଳି କରୁଥିଲେ, କେମିତି ମୋର ଝିଅ ଭଲ ଗୃହିଣୀଟିଏ ହେବ, ଯାଇକି ଶାଶୁ ଘରେ ଗାଳି ଶୁଣିବ ନାହିଁ। ବାପା କାହିଁକି ଗାଳି କରୁଥିଲେ, କାଲିକି ମୁଁ ଥାଏ ବା ନଥାଏ, ମୋର ପିଲା ସମାଜରେ ମୁଣ୍ଡ ଟେକି ବୁଲିବାର ଅଛି। ଆପଣ ମାନଙ୍କର ମନେ ଥିବ, ଲେଖିବା ସମୟରେ ବାପା ମା ହାତ ଧରି ଲେଖୁଥିଲେ, ବଥା ହଉଥିଲା, ଛାଡିଦେ ମତେ ବଥା ହଉଛି, ହେଲେ ବି ସବୁ ଧରିକି ହାତ ଧରିକି ଲେଖୁଥିଲେ। କଣ ପାଇଁ? ହ୍ୟାଣ୍ଡରାଇଟିଂ। ଆମର ହାତ ଲେଖା କେମିତି ଥିଲା? ପାହାଡ ଚଳିଲା ଭଳିଆ ଥିଲା।
पूरा लेखिले तो चलिबो ऊपर ऊपर को ऊपर को तलक आसे केते थर घाटी चढ़ी हमें बेले बेले मो माँ मते पढ़ेଇବା ସମୟରେ ମୋର ମନେ ଆସୁଛି ପଢିବାର ଅଳ୍ପ ପଢି ଘାଟି ନେଇକି ପଳେଇଥିବାର ସେ ମଝିଟା କୁଆଡେ ଗଲା ମଝିରେ କୁଆଡେ ଗଲା ମତେ ଯୋଉଟା ପସନ୍ଦ ମୁଁ ସେଇଟା ପଢିବାର ମା କହେ ୟା ପରେ କୁଆଡେ ଗଲା ମୁଁ ଯେତେବେଳେ ଶିଖୁଥିଲି କ କ କ ଖ ଚ ଛ କ କ ଚ ଛ ଜ ଝ ତାପରେ କ୍ଷୟ ତାପରେ ଆଉ କଣ କଣ ଲେଖୁଥିଲି ତାପରେ ମୋ ମା ମତେ ଦେଲା ଭଲ କରି ସିଷ୍ଟମେଟିକ ଲାଇଫ ମାନେ ବେଳେ ବେଳେ ବାପା ମାଙ୍କର ଅନୁଯୋଗ ଗୁଡାକ ଏମିତି ଥିବ ଭଲ ଲାଗିବନି କିନ୍ତୁ ଲେଖା ଯାଉଛି ସେ ଯାହାକୁ ପ୍ରେମ କରନ୍ତି ତାକୁ କଣ କରନ୍ତି ତାକୁ ଏକ ଅନୁଯୋଗ କରନ୍ତି ତଳେ ଲେଖା ଯାଉଛି ତେଣୁ ପ୍ରଭୁ ଯାହାକୁ ପ୍ରେମ କରନ୍ତି ତାହାକୁ ଶାସନ କରନ୍ତି ପୁଣି ସେ ଯୋଉ ପୁତ୍ରକୁ ଗ୍ରହଣ କରନ୍ତି ତାହାକୁ ପ୍ରହାର କରନ୍ତି ତେଣୁ ଅନୁଯୋଗ ପାଇବା ସମୟରେ ପ୍ରଭୁଙ୍କ ଦ୍ଵାରା ଆପଣ ଦେଖିବେ ବେଳେ ବେଳେ ଚର୍ଚ୍ଚ ଏମିତି ରେଡି ହେଇକି ପଳେଇଥିବେ ଗୋଟେ ପ୍ରଭୁଙ୍କ ଦାସ ଆସିବେ ପୁରା ଛେଚି ଦେଇ ପଳେଇ ଆସିବେ ଆମକୁ କେମିତି ଲାଗିବ ଆଜି ବେକାର ଚର୍ଚ୍ଚ ଗଲି ମୁଁ ଆଜି ଯାଇନଥିଲି ହେଇଥାନ୍ତା କିନ୍ତୁ ଆପଣ ଡକ୍ଟର ପାଖରେ ଗଲେ ଅପରେସନ ସମୟରେ କଣ କରିବେ ପେଟ କାଟ ମୁଣ୍ଡ କାଟ ହାଡ ଭାଙ୍ଗ ଯାହା କରୁଛ କର ସାର୍ ମତେ ଭଲ ହେଇଯିବି ତ ସାର୍ ମୁଁ ଭଲ ହେଇଯିବି ତ ସାର୍ ହଁ ହଁ ପଇସା ବାନ୍ଧି କଟା କୁଟି ହଉ ଆଉ ଆସିଥ ଆସୁନା ନାହିଁ ଆଜିର ସମୟରେ ଚର୍ଚ୍ଚରେ ବି କଣ ଫିଜିସିଆନ ଦରକାର ବ୍ୟୁଟିସିଆନ ନାହିଁ ଆଜିର ଚର୍ଚ୍ଚରେ ବ୍ୟୁଟିସିଆନ ମାନେ ଗଦା ହେଇଛନ୍ତି ସେ ବକ୍ତାଙ୍କୁ ଡାକିବା ବଢିଆ କହିବେ ଏତେ ବଢିଆ ଲାଗିବ ଯେ ବୋଲି ତାଙ୍କୁ ଡାକିବେ ବଢିଆ ବଢିଆ ଏବେ ମଝିରେ ମୁଁ ଯାଇଥିଲି ଗୋଟେ ଜାଗାରେ ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ ଅବି ପଢିବା ଆମେ ପ୍ରଥମ ଥେସଲୋନିକ୍ୟ 3 ପର୍ବ ଦ୍ୱିତୀୟ ଥେସଲୋନିକ୍ୟ 3 ପର୍ବ 13 ପଦ କିନ୍ତୁ ହେ ଭାତୃବୃନ୍ଦ, ସତ୍କର୍ମ କରିବାରେ ତୁମ୍ଭେମାନେ କ୍ଳାନ୍ତ ନ ହୁଅ। ଏଠି କଣ ଲେଖା ଯାଉଛି କର୍ମ ନୁହେଁ ସତ୍କର୍ମ କରିବା ପାଇଁ ମଧ୍ୟ ଆମେ ତ କର୍ମ କରିବା ପାଇଁ କ୍ଳାନ୍ତ ହେବା ନାହିଁ ସତ୍କର୍ମ କରିବା ପାଇଁ ମଧ୍ୟ କ୍ଳାନ୍ତ ହେବା ଅନ୍ୟମାନେ ଭୁଲ କାର୍ଯ୍ୟ କରିପାରନ୍ତି କିନ୍ତୁ ଆପଣ କରନ୍ତୁ ନାହିଁ ଅନ୍ୟମାନେ ଅସତ୍କର୍ମ କରିପାରନ୍ତି ଆପଣ ସତ୍କର୍ମ କରନ୍ତୁ ଦେଖିବେ ଲୋକ ଜାଣି ଜାଣି ଭୁଲ କାମ କରୁଥିବେ ନା ନାହିଁ ଭୁଲ କାମ କରିବେ ଏ କାହିଁ କରୁଛ ହଁ ମୁଁ କରୁଛି କଣ ହେଲା ଆପଣଙ୍କୁ ମୁଁ କହି ରଖେ ଏଟା ଚତୁର୍ଥ ବିଷୟ ପ୍ରଥମ ବିଷୟ କଣ କ୍ଳାନ୍ତ ନ ହୋଇ ଆମମାନେ ପ୍ରାର୍ଥନା କରିବା ଦ୍ୱିତୀୟରେ ଉତ୍ତମ କର୍ମ କରିବା ପାଇଁ କ୍ଳାନ୍ତ ହେବାନି ଉତ୍ତମ କର୍ମ ଏବେ ଅଛି ସତ୍କର୍ମ ଗୋଟେ ଅଛି ଉତ୍ତମ କର୍ମ ଆଉ ଗୋଟେ ଅଛି ସତ୍କର୍ମ ସତ୍କର୍ମ କରିବା ଅସତ୍ କାମ କରିବାର ନାହିଁ ଅନେକ ଲୋକ ଅସତ୍ କର୍ମ କରନ୍ତି କିନ୍ତୁ ଆପଣ ଅସତ୍ କର୍ମ କରନ୍ତୁ ନାହିଁ ଆପଣ କରନ୍ତୁ ଆଜି ଆମେ ପ୍ରାର୍ଥନା କରିବା ପ୍ରଭୁ ମତେ ମଧ୍ୟ ଅନୁଗ୍ରହ କରନ୍ତୁ ଯେପରି ମୁଁ ବି ସତ୍କର୍ମ କରିବି ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ ପଞ୍ଚମ ବିଷୟ ଦେଖିବେ ଦ୍ୱିତୀୟ କରନ୍ଥିୟ ତାର 3 ପର୍ବ 16 ପଦ କିନ୍ତୁ ପ୍ରଭୁଙ୍କ ପ୍ରତି ଫେରିଲେ ସେହି ଆଚରଣ ଅପସାରିତ ହୁଏ, ସେହି ଆବରଣ ଅପସାରିତ ହୁଏ। ଓକେ 4 ପର୍ବ ଦେଖିବା ଓକେ 4 ପର୍ବ
ତାର 16 ପଦ, 4 ପର୍ବ 16 ପଦ, ସରି। ତେଣୁ ଆମ୍ଭେମାନେ କ୍ଳାନ୍ତ ହେଉନାହୁଁ, କିନ୍ତୁ ଆମ୍ଭମାନଙ୍କର ବାହ୍ୟକ ପୁରୁଷ କ୍ଷୟ ପାଇଲେ ସୁଦ୍ଧା ଆମ୍ଭମାନଙ୍କ ଆନ୍ତରିକ ପୁରୁଷ ଦିନକୁ ଦିନ ନୂତନୀକୃତ ହେଉଅଛି। କଣ ହଉଛି? ଆମମାନଙ୍କର ଆନ୍ତରିକ ପୁରୁଷ ଦିନକୁ ଦିନ ନୂତନୀକୃତ ହଉଅଛି। ଆମ୍ଭେ ମାନେ କ୍ଳାନ୍ତ ହେଉନାହୁଁ। କାହିଁରେ କ୍ଳାନ୍ତ ହଉନା? 17 ପଦ ଟିକେ ପଢି ଦିଅନ୍ତୁ, 17 ପଦ। କାରଣ ଏହି କ୍ଷଣକାଳ ସ୍ଥାୟୀ ଲଘୁ କ୍ଲେଶ ଅତ୍ୟଧିକ ବାହୁଲ୍ୟ ରୂପେ ଆମ୍ଭମାନଙ୍କ ନିମନ୍ତେ ଅନନ୍ତ କାଳ ସ୍ଥାୟୀ ମହାଗୌରବ ସାଧନ କରୁଅଛି। ତ ଏଇଟା ହଉଛି ପଞ୍ଚମ ବିଷୟ। କଣ? ଯେ ଆପଣଙ୍କ ଜୀବନରେ ଦୁଃଖ, କ୍ଲେଶ, ତାଡନା ଆସିଲେ ଆପଣ ମାନେ କ୍ଳାନ୍ତ ହୁଅନ୍ତୁନି। ଦୁଃଖ, କ୍ଲେଶ, ତାଡନା, ନିନ୍ଦା, ଅପମାନ ଆସିଲେ ସେ ଗୀତ କେମିତି ଅଛି? ଅପମାନେ ଯେବେ ତୁମକୁ ମୁଁ ଲୋଭେ, ତାହା ଶ୍ରେଷ୍ଠ ସମ୍ମାନ। କଣ ମୋର ସମ୍ମାନ? ଅପମାନରେ ତାହାଙ୍କୁ ମୁଁ ଲୋଭିବି। ପ୍ରିୟ ଭାଇ ଭଉଣୀ ମାନେ, କ୍ଲେଶ ଆସିଲେ ଆମେ କ୍ଳାନ୍ତ ହେବା ନାହିଁ। କ୍ଲେଶରେ କଣ ହୁଏ? ବାହିକ ପୁରୁଷ କ୍ଷୟ ପାଏ, କିନ୍ତୁ ଆନ୍ତରିକ ପୁରୁଷ ନୂତନୀକୃତ ହୁଏ। ନିନ୍ଦା ତାଡନା ଆସିଲେ ଆପଣ ବାହିକ ଭାବରେ ଅପମାନିତ ହୁଅନ୍ତି, କିନ୍ତୁ ଆନ୍ତରିକ ଭାବରେ ମଜବୁତ ହୁଅନ୍ତି। ଆଜି ପ୍ରାର୍ଥନା କରିବା, ପ୍ରଭୁ ମତେ ଅନୁଗ୍ରହ କର, ଯେପରି ମୁଁ ମଧ୍ୟ ପ୍ରଭୁ କ୍ଲେଶ ଆସିଲେ କ୍ଳାନ୍ତ ହେବି ନାହିଁ, ତାଡନା ଆସିଲେ କ୍ଳାନ୍ତ ହେବି ନାହିଁ, କଷ୍ଟ ଆସିଲେ କ୍ଳାନ୍ତ ହେବି ନାହିଁ, ବାଧା ଆସିଲେ, ପ୍ରତିବାଦ ଆସିଲେ କ୍ଳାନ୍ତ ହୁଅନ୍ତୁ। ବେଳେ ବେଳେ ଆପଣଙ୍କୁ ଚର୍ଚ୍ଚ ଯିବା ପାଇଁ ଇଚ୍ଛା ଲାଗୁନଥିବ, ତଥାପି ଆପଣଙ୍କୁ ଯିବାର ଅଛି। ବେଳେ ବେଳେ ଆପଣଙ୍କୁ ହାତ ଉଠାଇ ପ୍ରଶଂସା କରିବାକୁ ଇଚ୍ଛା ଲାଗୁନଥିବ, ହାତ ଉଠେଇ ଥାଆନ୍ତୁ। ପରେ ପରେ ହାତ ଉଠିବ କି ନାହିଁ କାହାକୁ ଜଣା। ମା ମାନେ ବେଳେ ବେଳେ କୁହନ୍ତି, ଆଜ୍ଞା 6 ମାସ ହେଲା ଆଜ୍ଞା ଏ ହାତ ମୁଁ ଉଠେଇନି, ଏତିକି ଆଜ୍ଞା ଉଠୁଛି ଆଜ୍ଞା, ଆଉ ଉପରକୁ ଚାହୁଁନାହିଁ। ଯେତେ ଉପରକୁ ଗଲାବେଳେ ଉଠେଇ ଥାଆନ୍ତୁ ଆପଣ। ବେଳେ ବେଳେ ଆଣ୍ଠୁ ପ୍ରୋବ୍ଲେମ ଆସିବ, ତା ପୂର୍ବରୁ ଆଣ୍ଠେଇ ଥାଆନ୍ତୁ। ମୁଁ ସେୟା କହୁଛି ସମସ୍ତଙ୍କୁ, ପାଟି ଭଲରେ କଥା କହିଲା ବେଳକୁ କ୍ଷମା ମାଗି ଦେଇଥାନ୍ତି। ନହେଲେ କଣ ହବ ପରେ? ପାଟି ଲାଗିଗଲା ପରେ କ୍ଷମା ମାଗିବି ବୋଲେ ବି କ୍ଷମା ହଉନଥିବ। କଣ କହୁଥିବ ସେ? ଯାହା କହୁଥିବ ଉଲ୍ଟା ଉଲ୍ଟା କଲେ କଣ କରିବ? ସେ କ୍ଷମା ମାଗୁଛି ନା ଗାଳି କରୁଛି ବୋଲି ଭାବିବ? ନାଇଁ, ସେ କଣ ଭାବିବ? ଆକୁ ପାଟି ଲାଗିଗଲାଣି ହେଲେ ବି କରୁଛି, କ୍ଷମା ମାଗୁଛି। ସେଇଥିପାଇଁ ଆପଣ କଣ କରିବେ? ଆଉ ଆଖି ଦୁଷିଲା ବେଳେ ବାଇବଲ ପଢି ଦେଇଥିବେ। ଆପଣ ପ୍ରପରଲି ୟୁଜ କରନ୍ତୁ। ଆଖି ଏବେ ଦେଖାଯାଉଛି, ବାଇବଲ ପଢନ୍ତୁ। ପାଟି ଫୁଟୁଛି, କ୍ଷମା ମାଗନ୍ତୁ। ହାତ ଉଠୁଛି, ଆରାଧନା କରନ୍ତୁ। କାଲିକି କଣ ହବ କାହାକୁ ଜଣା? ଆପଣ କ୍ଲେଶ ଆସିବା ସମୟରେ ଆପଣ କ୍ଳାନ୍ତ ହୁଅନ୍ତୁ ନାହିଁ। ଅନେକ ଉତ୍ଥାନ ପତନ ଆସିବ, ମୃତ୍ୟୁ ସମସ୍ୟା, ଆର୍ଥିକ ସମସ୍ୟା ଦେଇ ଗତି କରିବେ, କିନ୍ତୁ ୟା ଭିତରେ ଆପଣ କଣ କରିବେ? ତାଡନା କ୍ଲେଶରେ ଆପଣ କ୍ଳାନ୍ତ ହୁଅନ୍ତୁନି। ସାଧୁ ପାଉଲ କହୁଛନ୍ତି, ତେଣୁ ଆମ୍ଭେମାନେ କ୍ଳାନ୍ତ ହେଉନାହୁଁ, କିନ୍ତୁ ଆମ୍ଭମାନଙ୍କ ବାହିକ ପୁରୁଷ କ୍ଷୟ ପାଇଲେ ସୁଦ୍ଧା ଆମ୍ଭମାନଙ୍କ ଆନ୍ତରିକ ପୁରୁଷ ଦିନକୁ ଦିନ ନୂତନୀକୃତ ହଉଅଛି। କାରଣ ଏଇ କ୍ଷଣ କାଳ ସ୍ଥାୟୀ ଲଘୁ କ୍ଲେଶ। କି କ୍ଲେଶ? କ୍ଷଣ କାଳ ସ୍ଥାୟୀ ଅଳ୍ପ କ୍ଲେଶ, ଲଘୁ କ୍ଲେଶ। ଅନନ୍ତ କାଳ ସ୍ଥାୟୀ କଣ କରୁଛି? ମହା ଗୌରବ ସାଧନ କରୁଅଛି। ତେଣୁ ଆପଣ କ୍ଳାନ୍ତ ହୁଅନ୍ତୁ ନାହିଁ, କ୍ଳାନ୍ତ ହୁଅନ୍ତୁ। ମୋର ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଶେଷରେ ଆଉ ଗୋଟେ କଥା କହି ସାରିବା ପାଇଁ ଚାହେଁ। ଆପଣ ମସ୍ତ ଖୋଲନ୍ତୁ ହିତୋପଦେଶ 23 ପର୍ବ 4 ପଦ। ହିତୋପଦେଶ 23 ତାର 4 ପଦ। ଧନୀ ହେବା ପାଇଁ ଆପଣାକୁ କ୍ଳାନ୍ତ କର ନାହିଁ, ତୁମ୍ଭ ନିଜ ବୁଦ୍ଧିରୁ କ୍ଷାନ୍ତ ହୁଅ। କଣ କର ନାହିଁ?
ଧନୀ ହେବା ପାଇଁ ଆପଣାକୁ କ୍ଲାନ୍ତ କର ନାହିଁ। ହୁଁ। ଏବେ ଜଣେ ବିଚାରପତିଙ୍କ ଘରୁ ବାହାରୁଛି ବିଡା ବିଡା ଟଙ୍କା। ସେ କେତେ ଭଲ କାମ କରି ଉପାର୍ଜନ କରୁଥିବେ ଭାବି ଦେଖନ୍ତୁ। କୋଟି କୋଟି ଟଙ୍କାର ବିଡା ଜଳି ପୋଡି ଯାଇଛି, କାହାକୁ ଦେଇନାହାନ୍ତି, ଆତ୍ମସାତ କରି ଖାଇବି ବୋଲା ବେଳକୁ ସବୁ ଆମେ ଧନୀ ହେବା ପାଇଁ କଣ ଲେଖାଯାଉଛି? ଧନୀ ହେବା ପାଇଁ ଆପଣଙ୍କୁ କ୍ଲାନ୍ତ କରନ୍ତୁ। କେ ଜଣଙ୍କୁ ଦେଖିବେ ଖାଇବେ ନାହିଁ, ପିନ୍ଧିବେ ନାହିଁ, କିଛି ନାହିଁ, ଖାଲି ପଇସା ପଇସା ପଇସା, ଦିନ ରାତି ପଇସା। ପଇସା ପାଇଁ କଣ ବି କରିଦେବେ। ପଇସା ଆସିଲେ ନା ଭାଇକୁ ଚିହ୍ନିବେ, ନା ଭଉଣୀକୁ ଚିହ୍ନିବେ, ନା କାହାକୁ ଚିହ୍ନିବେ। ଲୋକଙ୍କ ପାଖରେ ପଇସା ସବୁ କିଛି। ଆପଣ କ୍ଲାନ୍ତ ହୁଅନ୍ତୁ ନାହିଁ। ପ୍ରଭୁ ଆପଣଙ୍କ ପଳିର ଭାଗ ଦେବେ। ଗଲାବେଳେ ପଇସା କଟେଇକି ଯିବେ ନାହିଁ। ଆପଣଙ୍କୁ ଯାହା ପ୍ରয়োଜନ ପ୍ରଭୁ ଦେବେ। ଯେତିକି ପରିଶ୍ରମ କରିବା କଥା ସେତିକି ପରିଶ୍ରମ କରନ୍ତୁ। ଏକ୍ସଟ୍ରା ଡ୍ୟୁଟି, ଓଭର ଡ୍ୟୁଟି, ଏ ଡ୍ୟୁଟି ସେ ଡ୍ୟୁଟି କରି 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 ଖାଇବାଟା ନାହିଁ। ଲାଷ୍ଟକୁ ଅନ୍ତପଟା ଶୁଖିଯିବ। ସେ ସବୁ ପଇସା ଧରି ମେଡିକାଲ ଯିବ। ଯୋଉ ପଇସା କମାଇଛି ନାହିଁ, ସେ ପଇସା ଧରି କିଏ ଯିବ? ଏବେ ଦେଖନ୍ତୁ ବଡ ବଡ ଅଫିସର ଗୁଡାକ ଧରା ପଡୁଛନ୍ତି। ତୁମକୁ କଣ ଦରମା ମିଳୁନଥିଲା? ଦରମା ତ ପାଉଥିଲ। ଲାଞ୍ଚ ମୁଁ ଦେଖୁଛି ବେଳେ ବେଳେ ଏ ବଡ ବଡ ଅଫିସର ଗୁଡାକ ମଧ୍ୟ ଏ 10,000 5,000ରେ ଲାଞ୍ଚ ନେଇ ଧରା ପଡିଛନ୍ତି। ଲାଜ ସରମ ନାହିଁ ଏମାନଙ୍କୁ। ତୁମେ ତ 1,00,000 ଟଙ୍କା ଦରମା ପାଉଛ ପରା, ଏ 5,000 ଲାଞ୍ଚ ପତ୍ରରେ କାହିଁକି ଯାଉଛି? ମାନେ କଣ ଏ ଲୋଭୀ କୁକୁର ହାଡ ତ ଖାଇଲା ଖାଇଲା, ଯୋଉ ହାଡ ପାଟିରେ ଧରିଛି ତାର ଛାଇ ପାଣିରେ ପଡିଲା, ସେ ପାଣିରେ ଡେଇଁ ପଡିଛି। ଭାଇ ଭଉଣୀ ମାନେ, ସେ ଲୋଭୀ କୁକୁର କଥା ଶୁଣିଥିଲେ କେମିତି ଥିବ ସେ କୁକୁର? ତୋ ପାଟିରେ ତ ହାଡ ଗୋଟେ ଧରିଛୁ, ହାଡ ନଥିଲେ ଅଲଗା କଥା, ସେ ହାଡ ତ ତୋ ପାଟିରେ ଅଛି। ସେ ପାଣି ପାଖକୁ ଗଲା, ତାର ଛାଇ ପଡିଲା ବେଳକୁ ସେ ପାଣିରେ ଡେଇଁ ପଡୁଛି। ବୁଡି ମରିବ ନାହିଁ। ଭାଇ ଭଉଣୀ ମାନେ, ଆମେ ସାନ ଥିଲା ବେଳେ ସେଇ ଅବସ୍ଥା ଥିଲା, ସତ ନା ନାହିଁ? ମିଠା ଏ ହାତରେ ଧରିବୁ, ଏ ହାତରେ ଧରିବୁ, ଦୁଇଟା ହାତରେ ଧରିବୁ, ତାପରେ ପାଟିରେ ପକେଇ ଆଉ ଦୁଇଟା ହାତରେ ଧରିବୁ। ଏଟା ସାନ ବେଳର କଥା। ଏବେ ବଡ ହେଲୁଣି। ହଁ। ଅତି ଲୋଭରେ ପ୍ରାଣ ନାଶ ହୁଏ। କଣ ଲେଖାଯାଉଛି? ଧନୀ ହେବା ପାଇଁ ଆପଣାକୁ କ୍ଲାନ୍ତ କର ନାହିଁ। କଣ କ୍ଲାନ୍ତ କର ନାହିଁ? ଧନୀ ହେବା ପାଇଁ କ୍ଲାନ୍ତ କର ନାହିଁ। ଆଜି ଟିକେ ଚିନ୍ତା କରିବା ଭାଇ ମାନେ, ପରିବାର ଅଛି, ପରିବାର ଯତ୍ନ ନେବା, ପ୍ରେମରେ ରହିବା। ପଇସା ପଇସା ବୋଲି ପରିବାର ଯତ୍ନ ନେଉନାହାନ୍ତି। ପଇସା ପଇସା ବୋଲି ସମ୍ପର୍କ ନଷ୍ଟ କରୁଛନ୍ତି। ସମ୍ପର୍କ ନଷ୍ଟ। ଆମର ଏତେ ଅତି ବ୍ୟସ୍ତ ହେବାର ଆବଶ୍ୟକ ନାହିଁ। ଅଛନ୍ତି। ଆମ ଦେଶର ଲୋକ ଟଙ୍କାକୁ ପୂଜା କରନ୍ତି, କିନ୍ତୁ ଆମେ କାହାକୁ ପୂଜା କରୁ? ଯେ ଆମକୁ ଟଙ୍କା ଦିଅନ୍ତି ତାଙ୍କୁ ପୂଜା କରୁ। ଆମେ କାହାର ସେବା କରୁ? ଆମେ ଟଙ୍କାର ସେବା କରୁନାହୁଁ। ଯେ ଆମକୁ ଟଙ୍କା ଦିଅନ୍ତି, ଆମେ ତାଙ୍କ ସେବା। ଲୋକମାନେ ଗଛକୁ ପୂଜା କରନ୍ତି, ଆମେ କାହାକୁ ପୂଜା କରୁ? ଯେ ଆମକୁ ଗଛ ଦେଇଛନ୍ତି ତାଙ୍କୁ ପୂଜା କରୁ। ଲୋକମାନେ ସୂର୍ଯ୍ୟକୁ ପୂଜା କରନ୍ତି, ଆମେ କାହାକୁ ପୂଜା କରୁ? ଯେ ଆମ ପାଇଁ ସୂର୍ଯ୍ୟକୁ ଦେଇଛନ୍ତି ତାଙ୍କୁ ପୂଜା କରୁ। ଏମାନେ ପ୍ରଭୁ ଆମକୁ ଅନୁଗ୍ରହ କରୁ। ଆମ ଲୋକମାନେ ଅନ୍ନକୁ ମଧ୍ୟ ଦେବତା ବୋଲି କୁହନ୍ତି, ଅନ୍ନ ଦେବତା। ଆମେ ଅନ୍ନ ଦେବତା ନାହିଁ, ଯେ ଆମକୁ ଖାଦ୍ୟ ଦେଇଛନ୍ତି ତାଙ୍କୁ ଧନ୍ୟବାଦ ଦେଇ ଖାଇବା କଥା। ଆଉ ତୁ ଦେତା ମେ ଖାତା ଆମେନ ବୋଲି ଖାଇଦବା କଥା। କଣ? ତୁ ଦେତା ମେ ଖାତା ଆମେନ, ବାସ୍। ଆମେ ଖାଦ୍ୟକୁ ପୂଜା, ଆମେ
କଣ ହେବା? ଧନୀ ହେବା ପାଇଁ ଆମେ କ୍ଳାନ୍ତ ହେବାନି। ଆସନ୍ତୁ ପ୍ରାର୍ଥନା କରିବା। ଆଜିର ପ୍ରସଙ୍ଗ ଅଛି କ୍ଳାନ୍ତ ହୁଅ ନାହିଁ। ପ୍ରାର୍ଥନା କରିବା ପାଇଁ କ୍ଳାନ୍ତ ହୁଅ ନାହିଁ। ଉତ୍ତମ କର୍ମ କରିବା ପାଇଁ କ୍ଳାନ୍ତ ହୁଅ ନାହିଁ। ଅନୁଯୋଗ ପ୍ରାପ୍ତ ହେଲେ କ୍ଳାନ୍ତ ହୁଅ ନାହିଁ। ସତ୍କର୍ମ କରିବା ପାଇଁ କ୍ଳାନ୍ତ ହୁଅ ନାହିଁ। ତାଡ଼ନା ଆସିଲେ କ୍ଳାନ୍ତ ହୁଅ ନାହିଁ। ଧନୀ ହେବା ପାଇଁ କ୍ଳାନ୍ତ ହୁଅ ନାହିଁ। ପିତା ପରମେଶ୍ୱର, ଆମେ ଆପଣଙ୍କୁ ଧନ୍ୟବାଦ ଦଉଛୁ। ଆମେ ଆପଣଙ୍କ କତିକି ଆସୁଛୁ ପ୍ରଭୁ। ଦୟା କର ବାପା, ଆମେ ଯେପରି କ୍ଳାନ୍ତ ନ ହଉ, ଆମେ ଯେପରି କ୍ଳାନ୍ତ ନ ହଉ, ଏଥିପାଇଁ ଆପଣ ଆମମାନଙ୍କୁ ଅନୁଗ୍ରହ କରନ୍ତୁ ପ୍ରଭୁ। ଅନେକ ପ୍ରାର୍ଥନା କରିବା ପାଇଁ ବନ୍ଦ କରିଛନ୍ତି, ପୁଣି ଆରମ୍ଭ କରିବା ପାଇଁ ସାହାଯ୍ୟ କର ପ୍ରଭୁ। ଉତ୍ତମ କର୍ମ କରିବା ପାଇଁ ଦିଅ ପ୍ରଭୁ, ଯେପରି ଆମେ କ୍ଳାନ୍ତ ନ ହଉ। ଅନେକଙ୍କ ପ୍ରତି ଉତ୍ତମ କର୍ମ କରିଛୁ, କିନ୍ତୁ ତାର ପ୍ରତିଫଳରେ ଲୋକମାନେ ଆମମାନଙ୍କୁ ବଚସା କରିଛନ୍ତି, ସମାଲୋଚନା କରିଛନ୍ତି, ହେୟ ଜ୍ଞାନ କରିଛନ୍ତି। ଅନେକ ପ୍ରଭୁ ଉତ୍ତମ କର୍ମ କରିବାରୁ ସଂକୁଚିତ ହୋଇଛନ୍ତି। ଦୟା କର ପ୍ରଭୁ। ଅନେକ ଅସତ୍କର୍ମ କରନ୍ତି, ତାହା ଦେଖି ଆମେ ଅସତ୍କର୍ମ ଯେପରି ନ କରୁ, ଦୟା କର। ଅନୁଯୋଗ ପ୍ରାପ୍ତ ହେଲେ ଆମେ ଯେପରି କ୍ଳାନ୍ତ ନ ହଉ ପ୍ରଭୁ, ଆମକୁ ଦୟାକରି ସାହାଯ୍ୟ କର, ଅନୁଗ୍ରହ କର ପିତା। କ୍ଲେଶ ଆସିଲେ ଯେପରି ଆମେ କ୍ଳାନ୍ତ ନ ହଉ ପ୍ରଭୁ। ଅତିରିକ୍ତ ଧନୀ ହେବା ପାଇଁ ଯେପରି ଆମେ କ୍ଳାନ୍ତ ନ ହଉ, ଏଥିପାଇଁ ଆପଣ ଆମମାନଙ୍କୁ ଅନୁଗ୍ରହ କରନ୍ତୁ ପ୍ରଭୁ। ମୁଁ ପ୍ରାର୍ଥନା କରୁଛି, ପ୍ରତ୍ୟେକଙ୍କର ଯତ୍ନ ନିଅ, ପ୍ରତ୍ୟେକଙ୍କ ସହିତ ପରମେଶ୍ୱର। ମୁଁ ଯାହା ମାଗି ନାହିଁ ଦୟାରେ ଦାନ କର। ଆଦର ମହିମା ଗୌରବ ଯୁଗେ ଯୁଗେ ଆପଣଙ୍କୁ ଦେଇ ପ୍ରାର୍ଥନା ମୋର ପ୍ରାଣର ପ୍ରିୟ ଯୀଶୁଙ୍କ ନାମରେ ମାଗିଲି ରାଜା, ଆମେନ୍। ଆମେନ୍ ଆମେନ୍। ଆସନ୍ତୁ ଆମମାନେ ଶେଷ ଆଶୀର୍ବାଦ ଗ୍ରହଣ କରି ସଭାକୁ ଆମେ ଏଇଠି ରଖିବା। ଆମେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ, ପିତା ଈଶ୍ୱରଙ୍କ ପ୍ରେମ, ପବିତ୍ର ଆତ୍ମାଙ୍କ ଶାନ୍ତି ଓ ସହଭାଗିତା, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ